students, welcome to my channel Advanced Studies Academy. Students, ଆଜି ଆମେ ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନର ଅଷ୍ଟାଦଶ ଅଧ୍ୟାୟକୁ ପଢ଼ିବା। ପାଠଟିର ନାମ ହେଲା ଶକ୍ତି ଓ କାର୍ଯ୍ୟ। Students, ଆମେ ବିଭିନ୍ନ ପ୍ରକାର ବ୍ୟାଟେରୀ ତିଆରି ଜିନିଷ ଦେଖିଛୁ, ଗାଡ଼ି ଦେଖିଛୁ, କାନ୍ଥ ଘଣ୍ଟା, ହାତ ଘଣ୍ଟା, ଟେବୁଲ ଘଣ୍ଟା ଦେଖିଛୁ, ଛୁଆମାନଙ୍କର ଖେଳଣା ଦେଖିଛୁ। ସେମାନେ ଚାଲନ୍ତି, ଘଣ୍ଟାର କଣ୍ଟା ଘୁରେ, ଗାଡ଼ିମାନେ ଚାଲନ୍ତି। କିଏ ଚଲାଏ? ତାଙ୍କୁ କିଏ ଚଲାଏ? ବ୍ୟାଟେରୀ ଯୋଗୁଁ ସେମାନେ ଚାଲନ୍ତି। ବ୍ୟାଟେରୀକୁ ଟାଣି କରି ବାହାର କରିଦେଲେ ସେମାନେ ବନ୍ଦ ହୋଇଯାଆନ୍ତି। କାହିଁକି ସେମାନେ ବନ୍ଦ ହୋଇଯାଆନ୍ତି? କାରଣ ଯେଉଁ ଶକ୍ତି ସେମାନଙ୍କୁ ଚଲାଉଥିଲା ସେଇ ଶକ୍ତି ବନ୍ଦ ହୋଇଗଲା, ତେଣୁ ସେମାନେ ବନ୍ଦ ହୋଇଗଲେ। ଅର୍ଥାତ୍ ବ୍ୟାଟେରୀରେ ଶକ୍ତି ଥିବା ଯୋଗୁଁ ଘଣ୍ଟା ମାନେ କାନ୍ଥ ଘଣ୍ଟା, ହାତ ଘଣ୍ଟା କି ଟେବୁଲ ଘଣ୍ଟା କି ଖେଳଣା କି ଗାଡ଼ି, ଏସବୁ ଛୁଆମାନଙ୍କର ଖେଳଣା, ଗାଡ଼ି, କଣ୍ଢେଇ ଏସବୁ ଚାଲୁଥିଲେ। ଆମେ ବ୍ୟାଟେରୀକୁ ଟାଣିଦେଲେ ସେମାନେ ବନ୍ଦ ହୋଇଯାଆନ୍ତି। ଅର୍ଥାତ୍ ସେମାନଙ୍କୁ କିଏ ଚଲାଇଲା? ବ୍ୟାଟେରୀରେ ଥିବା ଶକ୍ତି ସେମାନଙ୍କୁ ଚଲାଇଲା। ବ୍ୟାଟେରୀର ଶକ୍ତି ଯୋଗୁଁ ସେମାନେ ଚାଲୁଥିଲେ। ତାହେଲେ ବ୍ୟାଟେରୀରେ ଯେଉଁ ଶକ୍ତି ଅଛି, ଏକ ପ୍ରକାର ଶକ୍ତି ଅଛି, ସେଥିପାଇଁ ସେମାନେ ଚାଲିଲେ। ଆଉ ସେଇ ଶକ୍ତିକୁ ଆମେ କ'ଣ କହିବା? ଆମେ ସେଇ ଶକ୍ତିକୁ ରାସାୟନିକ ଶକ୍ତି କହିବା। ଆହୁରି ରାସାୟନିକ ଶକ୍ତି କେଉଁ କେଉଁ ଜିନିଷରେ ଅଛି ଆମେ ତାକୁ ଦେଖିବା। ବ୍ୟାଟେରୀରେ ରାସାୟନିକ ଶକ୍ତି ଅଛି। ଆଉ ଆମେ ଖାଦ୍ୟ ନ ଖାଇଲେ ଆମକୁ କିପରି ଲାଗେ? ହାଲିଆ ଲାଗେ। କୌଣସି କାମ କରିବା ପାଇଁ ଶକ୍ତି ମିଳେ ନାହିଁ। ଆଉ ଖାଦ୍ୟ ଖାଇଲେ ଆମକୁ କ'ଣ ଲାଗେ? ଆମକୁ ଭଲ ଲାଗେ, ଶକ୍ତି ମିଳେ, ଆଉ କାର୍ଯ୍ୟ କରିବା ପାଇଁ ଆଗ୍ରହ ଲାଗେ। ତେଣୁ ଖାଦ୍ୟରୁ ଆମକୁ ଶକ୍ତି ମିଳିଲା। ଏଇ ଖାଦ୍ୟରେ ମଧ୍ୟ ରାସାୟନିକ ଶକ୍ତି ଅଛି ଷ୍ଟୁଡେଣ୍ଟସ୍। ତାହେଲେ ଆମେ ଜାଣିଲା ବ୍ୟାଟେରୀରେ ରାସାୟନିକ ଶକ୍ତି ଅଛି, ଖାଦ୍ୟରେ ମଧ୍ୟ ରାସାୟନିକ ଶକ୍ତି ଅଛି। ଆଉ କେଉଁଥିରେ ରାସାୟନିକ ଶକ୍ତି ଅଛି ଆମେ ଦେଖିବା। ଫଟାକାରେ ନିଆଁ ଲଗାଇଲେ କ'ଣ ହୁଏ? ରକେଟରେ ନିଆଁ ଲଗାଇଲେ ତାହା କ'ଣ ହୁଏ? ତୀବ୍ର ବେଗରେ ଉପରକୁ ଉଡ଼ିଯାଏ। ଆଉ ତ ସେ ଫଟାକାରେ ନିଆଁ ଲଗାଇବା ଯୋଗୁଁ ସେଥିରେ କେଉଁ ଶକ୍ତି ହେଲା? ସେଥିରେ ମଧ୍ୟ ରାସାୟନିକ ଶକ୍ତି ହେଲା। ଆଉ କୌଣସି ଜିନିଷରେ ରାସାୟନିକ ଶକ୍ତି ଥାଏ ଆମେ ତାକୁ ଦେଖିବା। ଲଣ୍ଠନରେ ଆମେ କ'ଣ ବ୍ୟବହାର କରିଥାଉ? କିରୋସିନ ବ୍ୟବହାର କରିଥାଉ। ତାହେଲେ ଏଇ ଲଣ୍ଠନରେ କିରୋସିନ ଭରି ଜଳାଇଲେ ଆମକୁ କ'ଣ ମିଳେ? ତାପ ମିଳେ, ଆଉ ଆଲୋକ ମଧ୍ୟ ମିଳେ। ଲଣ୍ଠନକୁ ଛୁଇଁଲେ କିପରି ଲାଗେ? କାଚକୁ ଛୁଇଁଲେ ଗରମ ଲାଗେ, ଅର୍ଥାତ୍ ତାପ ମିଳୁଛି, ଆଉ ଆଲୋକ ମଧ୍ୟ ମିଳୁଛି। ତ କାଠ, କୋଇଲା, କିରୋସିନ ଓ ଗ୍ୟାସ୍ ଇତ୍ୟାଦିରୁ ଆମକୁ ତାପ ଓ ଆଲୋକ ମିଳେ। ଏହି ସମସ୍ତ ଠାରେ ମଧ୍ୟ ରାସାୟନିକ ଶକ୍ତି ଥାଏ। ତାପରେ ମୋଟର ସାଇକେଲ, କାର, ବସ୍ ଇତ୍ୟାଦି କେଉଁଥିରେ ଚାଲନ୍ତି? ପେଟ୍ରୋଲ ଦ୍ୱାରା ସ୍କୁଟର, ମୋଟର ସାଇକେଲ, ପାଣି ପମ୍ପ, କାର ଇତ୍ୟାଦି ଚାଲେ। ଡିଜେଲ ଦ୍ୱାରା ବସ୍, କାର, ଟ୍ରେନ୍, ଟ୍ରକ୍ ଇତ୍ୟାଦି ଚାଲେ। ତ ଏଇ ପେଟ୍ରୋଲ ଆଉ ଡିଜେଲରେ ମଧ୍ୟ ରାସାୟନିକ ଶକ୍ତି ଅଛି। ତାହେଲେ ଜାଣିଲେ ନା ଷ୍ଟୁଡେଣ୍ଟସ୍, ଶକ୍ତି ଅର୍ଥାତ୍ ରାସାୟନିକ ଶକ୍ତି କେଉଁ କେଉଁ ଜିନିଷରେ ଥାଏ? ବ୍ୟାଟେରୀ, କିରୋସିନ, ତାପରେ ଆମ ମାଚିସ୍ରେ, ତାପରେ ପ୍ରାକୃତିକ ଗ୍ୟାସ୍, ବ୍ୟାଟେରୀ, ପେଟ୍ରୋଲ, ଡିଜେଲ ଇତ୍ୟାଦିରେ, କୋଇଲାରେ ଇତ୍ୟାଦିରେ ରାସାୟନିକ ଶକ୍ତି ଥାଏ। ତାପରେ ଆମେ ତ ରାସାୟନିକ ଶକ୍ତି ପଢ଼ିଲେ କେଉଁ କେଉଁ ଜିନିଷରେ ଥାଏ। ରାସାୟନିକ ଶକ୍ତି କ'ଣ କରେ? ରାସାୟନିକ ଶକ୍ତି ଗୋଟିଏ ଜିନିଷକୁ ଚାଲିବାରେ ଶକ୍ତି ଦିଏ। ଆଉ କ'ଣ କରିଥାଏ? ତାପ ଓ ଆଲୋକ ମଧ୍ୟ ଦେଉଛି। ଆଉ କେଉଁଥିରେ ଆଉ କ'ଣ କ'ଣ ଶକ୍ତି ଥାଏ ଆମେ ପଢ଼ିବା। ବର୍ଷା ହେଲେ ପାଣି ବହିଯାଏ।
ଏହି ପାଣିରେ ଆମେ ଯଦି କ'ଣ ଭାସେଇ ଦେବା ତାହା ଭାସିଯାଏ। ତାକୁ କିଏ ଭାସାଏ? ପାଣି ଭାସୁଛି ବୋଲି ତା ଉପର ଜିନିଷ ଭାସେ, ଅର୍ଥାତ୍ ପାଣିକୁ କିଏ ଭସାଏ? ପାଣି ଅର୍ଥାତ୍ ଜଳସ୍ରୋତ। ଜଳସ୍ରୋତରେ ଏକ ପ୍ରକାର ଶକ୍ତି ଥାଏ। ତାକୁ ଆମେ କେଉଁ ଶକ୍ତି କହିବା ଷ୍ଟୁଡେଣ୍ଟସ୍? ତାକୁ ଆମେ କହିବା ଯାନ୍ତ୍ରିକ ଶକ୍ତି। ଜଳର ସ୍ରୋତରେ ଯାନ୍ତ୍ରିକ ଶକ୍ତି ଅଛି। ତାହେଲେ ଆମେ ଏପର୍ଯ୍ୟନ୍ତ ରାସାୟନିକ ଶକ୍ତି ପଢ଼ିଥିଲେ। ବର୍ତ୍ତମାନ ଆମେ ଜଳର ସ୍ରୋତରେ ଥିବା ରାସାୟନିକ ଶକ୍ତି ଯାନ୍ତ୍ରିକ ଶକ୍ତିକୁ ପଢ଼ିଲେ। ଆଉ କେଉଁଥିରେ ଯାନ୍ତ୍ରିକ ଶକ୍ତି ଅଛି? ଟେବୁଲ ଉପରେ ଆମେ କିଛି ଖଣ୍ଡ କାଗଜ ଟୁକୁଡ଼ା କରି ପକାଇଦେବା, ଆଉ ଫୁଙ୍କ ମାରିଲେ କ'ଣ ହେବ? କାଗଜ ଉଡ଼ିଯିବ। ତାହେଲେ ଆମ ଫୁଙ୍କରେ ପବନ ବାହାରିଲା। ଆଉ ଏ ପବନରେ କେଉଁ ଶକ୍ତି ଥିଲା? ଯାନ୍ତ୍ରିକ ଶକ୍ତି ଥିଲା। ତାହେଲେ ଯାନ୍ତ୍ରିକ ଶକ୍ତି ଗୋଟିଏ ଜିନିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଉଛି। ତାପରେ ଝଡ଼ ବାତ୍ୟା ହେଲେ ଗଛର ଡାଳପତ୍ର, ଘର ଛପର, ଆଜବେଷ୍ଟସ୍ ଇତ୍ୟାଦି ଉଡ଼ିଯାଏ। ଏହି ବହୁଥିବା ପବନ ସ୍ରୋତରେ କେଉଁ ଶକ୍ତି ରହିଲା? ଏଥିରେ ମଧ୍ୟ ଯାନ୍ତ୍ରିକ ଶକ୍ତି ରହିଲା। ଆହୁରି ଦେଖିବା, ଭାତ ରାନ୍ଧିଲା ବେଳେ ଆମେ ଯଦି ଭାତର ଢାଙ୍କୁଣୀ ଘୋଡ଼େଇ ଦେଇଥାଉ, ସେ ଢାଙ୍କୁଣୀଟେ କ'ଣ ହୁଏ? ଉପର ତଳକୁ ହେଉଥାଏ। ଅର୍ଥାତ୍ ଜଳର ବାଷ୍ପ ସେଇ ଢାଙ୍କୁଣୀକୁ ଉପରକୁ ଠେଲି ଦେଉଥାଏ। ଏଇ ବାଷ୍ପର ସ୍ରୋତରେ କେଉଁ ଶକ୍ତି ଥିଲା? କିଏ ଠେଲେଇଲା? ଢାଙ୍କୁଣୀକୁ କିଏ ଠେଲେଇଲା? ବାଷ୍ପର ସ୍ରୋତ ଠେଲେଇଲା। ଆଉ ଏହି ବାଷ୍ପର ସ୍ରୋତରେ ଯାନ୍ତ୍ରିକ ଶକ୍ତି ଅଛି। ତାହେଲେ ଦେଖିଲେ କେଉଁଠିରେ ଯାନ୍ତ୍ରିକ ଶକ୍ତି ଅଛି? ତାହେଲେ ଜଳ ସ୍ରୋତ, ପବନ ସ୍ରୋତ ଓ ବାଷ୍ପ ସ୍ରୋତରେ ଯାନ୍ତ୍ରିକ ଶକ୍ତି ଅଛି। ଆହୁରି ଏଠି କ'ଣ କରାଯାଉଛି? ଟେପ୍ ପାଣିରେ ଗୋଟିଏ ଚକ୍ରୀକୁ ଘୋରାଯାଉଛି। ଏହାକୁ ଜଳଚକ୍ରୀ କୁହାଯାଏ। ତାହେଲେ ଆମେ କେଟଲିରେ ପାଣି ଗରମ କରିବା, ଆଉ ଯେଉଁ ପଟେ ବାଷ୍ପ ବାହାରୁଛି ସେଥିରେ ଗୋଟିଏ ଚକ୍ରୀକୁ ଆମେ ଲଗେଇଦେବା। ଚକ୍ରୀଟି ଘୂରିବ। ଏ ଚକ୍ରୀକୁ କିଏ ଘୂରେଇଲା? ବାଷ୍ପ ଘୂରେଇଲା। ଏଥିରେ ମଧ୍ୟ ଯାନ୍ତ୍ରିକ ଶକ୍ତି ଅଛି। ତାପରେ ଏଇଟା କ'ଣ? ଏଇଟା ପବନ ସ୍ରୋତ। ପବନ ସ୍ରୋତରେ କେଉଁ ଶକ୍ତି ଅଛି ବୋଲି କହିଲି? ଯାନ୍ତ୍ରିକ ଶକ୍ତି। ହୀରାକୁଦ, ରେଙ୍ଗାଲି, ଇନ୍ଦ୍ରାବତୀ, ମାଛକୁଣ୍ଡଠାରେ ଜଳ ଦ୍ୱାରା ଟର୍ବାଇନ୍ ଘୂରାଯାଇ କ'ଣ କରାଯାଏ? ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ। ଜଳରେ ଶକ୍ତି ଅଛି, ଆଉ ସେ ଶକ୍ତିକୁ ବାହାର କରାଯାଏ ଟର୍ବାଇନ୍ ଦ୍ୱାରା ଓ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ। ତ ଆମେ ଦେଖିଲେ ହୀରାକୁଦ, ରେଙ୍ଗାଲି, ଇନ୍ଦ୍ରାବତୀ ଓ ମାଛକୁଣ୍ଡଠାରେ ଜଳ ଦ୍ୱାରା ଟର୍ବାଇନ୍ ଘୋରାଯାଉଛି, ଆଉ ସେଥିରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି। ଆଉ ତାଳଚେର, ଝାରସୁଗୁଡ଼ା ଇତ୍ୟାଦି ସ୍ଥାନରେ କ'ଣ କରାଯାଉଛି? ଏଠାରେ କୋଇଲା ପ୍ରଚୁର ପରିମାଣରେ ମିଳେ। ତ ଏଠାରେ କୋଇଲା ଦ୍ୱାରା ପାଣିକୁ ଗରମ କରାଯାଉଛି, ଆଉ ସେଇ ବାଷ୍ପରେ ଟର୍ବାଇନ୍ ଘୂରାଇ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି। ଏଠାରେ ଅନ୍ୟ ପ୍ରକାରରେ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି। ଏହାକୁ ତାପଜ ବିଦ୍ୟୁତ୍ କେନ୍ଦ୍ର କୁହାଯାଏ। ତାହେଲେ ତାପଜ ବିଦ୍ୟୁତ୍ କେନ୍ଦ୍ର କେଉଁଠି ଅଛି? ତାଳଚେର ଓ ଝାରସୁଗୁଡ଼ାରେ ଅଛି। ତାପରେ ସମୁଦ୍ର କୂଳରେ ପବନ ଚକ୍ରୀ ଦ୍ୱାରା ଟର୍ବାଇନ୍ ଘୂରାଇ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି। କେତେକ ସ୍ଥାନରେ ଜୁଆର ଓ ଭଟ୍ଟା ସାହାଯ୍ୟରେ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ କରାଯାଏ। ତାହେଲେ କାହା ସାହାଯ୍ୟରେ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି ଦେଖିଲେ? ଜଳ, ବାଷ୍ପ, ପବନ, ଜୁଆର ଓ ଭଟ୍ଟା ଇତ୍ୟାଦି ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କରାଯାଉଛି। ଏଠି ପିଲାଟି କ'ଣ କରୁଛି? ସୂର୍ଯ୍ୟ ରଶ୍ମି ପଡ଼ୁଥିବା ସ୍ଥାନରେ ଗୋଟିଏ ପେପର୍ ରଖିଛି, ଆଉ ତା ଉପରେ ଆମ ମ୍ୟାଗ୍ନିଫାୟାର ଗ୍ଲାସ୍କୁ ରଖିଛି। ଯେତେବେଳେ ସୂର୍ଯ୍ୟର ତାପ ଏକ କେନ୍ଦ୍ରିକ ହେଉଛି, କ'ଣ ହେବ?
पेपरटी जली उठिब। मैग्निफायर ग्लास को अभिवर्धक जबकाच मध्य कुहाଯାए। तो एथिरु आमे जानिले सूर्यर किरण रे मध्य ताप अछि आ ताप अछि अर्थात सेथिरे शक्ति मध्य अछि। एणु सूर्यरु आमको ताप शक्ति मिलुछि। सूर्य ठारू आमे सब प्रकार शक्ति पाइथां बोली सूर्य को सकल शक्तिर आधार कुहाଯାए। सूर्य ठारू आमे आलोक शक्ति मध्य पाइथां। आजिकाली सूर्य आलोकर बहुत व्यवहार हेउछि। कोन करा जाउछि? सूर्यर ताप जोगु सूर्यर आलोक जोगु तो गछ खाद्य तैयारी मध्य करुछि। आजिकाली सूर्य शक्ति विद्युत उत्पादन मध्य करा जाउछि। कारण काहींकि सूर्य शक्ति जोगु विद्युत उत्पादन करा जाउछि? सूर्य शक्ति एक असरंती शक्तिर उत्स। सौर शक्ति को व्यवहार करी सौर चूल्हा रे रंधन कार्य पाई जल गरम करबा पाई इत्यादि कार्य पाई सूर्य रश्मि को व्यवहार करा जाउछि। आजिकाली सूर्य रश्मिर शक्ति को सोलार बैटरी रे गच्छित करी रखा जाउछि और यह साहाय्य रे विद्युत उत्पादन करा जाउछि। छक स्थान रे सहरर छक स्थान रे सौर बैटरी व्यवहार करी जानवाहन मध्य नियंत्रण करा जाउछि। वर्तमान न्यूक्लियर शक्ति मध्य विद्युत उत्पादन करा जाउछि। आम भारतर तारापुर कल्पकम और नरोरा ठारे न्यूक्लियर शक्ति केंद्र मान स्थापन करा जाइछि। ताले आमे देखिले जे शक्ति केउ ठारू मिले और शक्ति को किपरि व्यवहार करा जाए। वर्तमान आमे अभ्यास को करिबा। एक नंबर रक तुमे तुम घरे केउ शक्तिर व्यवहार करुछ? आमे केउ शक्तिर व्यवहार करुछु? आमे रासायनिक शक्तिर व्यवहार करुछु। खाद्य खाउछु एथिरु रासायनिक शक्ति मिलुछि। तापरे विद्युत शक्ति आमे व्यवहार करुछु ना। तापरे आमे पेट्रोल रु मध्य आम लिक्विफाइड पेट्रोलियम गैस जो आमे खाद्य रांधुछु इत्यादि आमे करछु। ताप शक्तिर तीनोटी उत्सर नाम लेख। केउ उत्सरु ताप मिलुछि? पेट्रोल रु ताप मिलुछि। केरोसिन मिले काठ कोइला रु मध्य मिली थाए। इंधन कहिले कौन बुझ? जाहाकु जालिले आमे ताप ओ आलोक पाई थाउ ताकु आमे इंधन बोली कही थाउ।